17 ଦିନ ଆମେ ଜାଣିବାକୁ ପାଇଲୁ ଯେ ସେଠି ଚୋର କବାଟ ଭାଙ୍ଗି ଚୋର ପଶୁଛନ୍ତି ଆଉ ଗଡରେଜ ଆଉ ବାକ୍ସ ଫାକ୍ସ ସବୁ ଯେତିକି ଜିନିଷପତ୍ର ଥିଲା ସୁନା ରୂପା ଟଙ୍କା ଚୋରି କରିକି ନେଇଯାଇଛି। ଘରେ ବାପାଙ୍କର ଦେହ ଅସୁସ୍ଥ ଥିଲା ଯେହେତୁ ତାଙ୍କ ନିମୋନିଆ ହେଇଥିଲା ଆଇସିୟୁରେ ରହିଥିଲେ। 8 ଦିନ ଆଇସିୟୁ ରହିଲା ପରେ ଆସିଥିଲୁ। ତାପରେ ଫେର ଆଉଥରେ ଅସୁସ୍ଥ ହବାରୁ ଆମେ ବାହାରେ ରହୁଥିଲୁ, ସପରିବାର ବାହାରେ ରହୁଥିଲୁ। ରହିଲା ଭିତରେ ତା ସୁଯୋଗ ଦେଖି ଆସିକି ଚୋରମାନେ ଦୁର୍ବୃତ୍ତମାନେ ଘରୁ ପଶି ଚୋରି କରି ନେଇଯାଇଛନ୍ତି। ନଗଦ କ୍ୟାସ୍ 3.5 ଲକ୍ଷ ଟଙ୍କା, ସୁନା ରୂପା ସବୁ ନେଇଯାଇଛନ୍ତି। ସୁନା 40 ଲକ୍ଷରୁ ଏଭବ ହବ, ଆଉ ରୂପା ବି ସେଇ 20,000 ଭଳିଆ ହବ। କଣ ଇଏ ମାନେ ନଥିଲେ କେହି ତାଙ୍କର ମେଡିକାଲ କେସ୍ ତ ସେ ମଉସାଙ୍କର ଦେହ ଖରାପ ମାନେ ମେଡିକାଲରେ ଥିଲେ ତା ଭିତରେ ଏମିତି ସବୁ ଲୋକ କିଏ ତା ଭିତରେ ଚୋରି କରିଛନ୍ତି ଆଉ। ଭଙ୍ଗା ଭଙ୍ଗି ତ ଆମେ ତ ଡାଇରେକ୍ଟ ଦେଖିଲୁ ନା, ତାଙ୍କର ସବୁ ଭଙ୍ଗା ହେଇଛି ସବୁ ସେ ଯାହା କହିବା ତା ଘର ତାଡ଼ିକି ତାଙ୍କର ଚାଉଳ ଫାଉଳରେ ତାଡ଼ିକି ସବୁ ସୁନା ତାପରେ ନଗଦ କ୍ୟାସ୍ ବି ଥିଲା 3.5-4 ଲକ୍ଷ ଏମିତି ଥିଲା। ତାର ସୁନା ବି ଯାଇଛି, ସୁନା 40-50 ଲକ୍ଷ ଟଙ୍କାର ସୁନା ଯାଇଛି। ଆଉ ଏମିତି ସବୁ ଇଏ କରିଛନ୍ତି ଆଉ ଭଙ୍ଗା ଭଙ୍ଗି କରି କୁଆଡ଼େ କରିଛନ୍ତି ସେ। ପୋଲିସ ତ ତଦନ୍ତ କରୁଛି କିନ୍ତୁ ହଉଛି ଏଇଟା ଆମର ଦରକାର ହଉଛି ମାନେ ଏସ୍ପି ସାର୍ ଏଟାକୁ ଟିକେ ଭଲ ଭାବରେ ଏଟା ପେଟ୍ରୋଲିଂ ପାଇଁ ଟିକେ ବ୍ୟବସ୍ଥା କଲେ ଟିକେ ଭଲ ହୁଅନ୍ତା ଏଇଟା।